ଆଜିର ଶିକ୍ଷାଦାନ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଜି ନବମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଭୌତିକ ବିଜ୍ଞାନ ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ ଦିବସ ତୃତୀୟ। ଆଜିର ଦିବସରେ ଆମେ ଶିଖିବା ପଦାର୍ଥର ଅବସ୍ଥା ପରିବର୍ତ୍ତନ, ଗୁପ୍ତତାପ କଣ, ସ୍ଫୁଟନାଙ୍କ କଣ, କେଲଭିନକୁ ସେଲସିୟସ୍ ସ୍କେଲରେ ପରିଣତ ଏବଂ ସେଲସିୟସକୁ କେଲଭିନ ସ୍କେଲରେ ପରିଣତ। ଆଜିର ଶିକ୍ଷାଦାନ ଦିବସକୁ ଆଗେଇବା ପୂର୍ବରୁ ଏକ ନୀତିବାଣୀ ସମ୍ପର୍କରେ ଆଲୋଚନା କରିବା। ନୀତିବାଣୀଟି ଏହା ନା ସବୁଦିନ ସମାନ ନୁହେଁ। ଭଲ ଘଟଣା ଘଟିବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଧୈର୍ଯ୍ୟ ଧରିବାକୁ ପଡ଼ିବ। ବର୍ତ୍ତମାନ ଆସନ୍ତୁ ପଦାର୍ଥର ଅବସ୍ଥା ପରିବର୍ତ୍ତନ ଅର୍ଥାତ୍ ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥକୁ କିପରି ପରିବର୍ତ୍ତନ ହୁଏ ସେ ବିଷୟରେ ଆମେ ଆଲୋଚନା କରିବା। ସର୍ବପ୍ରଥମେ ଆମେ ଏକ ଉଦାହରଣ ମାଧ୍ୟମରେ ବୁଝିବା। ଜଳର ତିନୋଟି ଅବସ୍ଥାରେ ରହିପାରେ, ଅର୍ଥାତ୍ କ'ଣ ନା କଠିନ ରୂପରେ ବରଫ, ତରଳ ରୂପରେ ପାଣି, ଗ୍ୟାସୀୟ ରୂପରେ ଜଳୀୟ ବାଷ୍ପ। ଏଇଭଳି ଭାବରେ ଏକ ଏକ୍ଜାମ୍ପଲ ଗୋଟିଏ ଉଦାହରଣ ମାଧ୍ୟମରେ ଆମେ ଦେଖିବାକୁ ପାଇଲେ ଯେ କଠିନରୁ ତରଳ ଏବଂ ତରଳରୁ ଗ୍ୟାସୀୟ। ବର୍ତ୍ତମାନ ଆସନ୍ତୁ ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ କେଉଁ କାରକ ଉପରେ ନିର୍ଭର କରେ ସେ ସମ୍ବନ୍ଧରେ ଆଲୋଚନା କରିବା। ଅର୍ଥାତ୍ ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ସାଧାରଣତଃ ଦୁଇଟି କାରକ ରହିଛି। ପ୍ରଥମ କାରକଟି ହେଉଛି ତାପମାତ୍ରା ଏବଂ ଦ୍ୱିତୀୟ କାରକଟି ହେଉଛି ତାପ ପ୍ରୟୋଗ। ସାଧାରଣତଃ ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ଏହି ଦୁଇଟି କାରକ ଆବଶ୍ୟକ ପଡ଼ିଥାଏ। ତେଣୁ ବର୍ତ୍ତମାନ ଆସନ୍ତୁ ଜାଣିବା ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ପ୍ରଥମ କାରକ ତାପମାତ୍ରା। ଆସନ୍ତୁ ଏହି ତାପମାତ୍ରା ସମ୍ବନ୍ଧରେ ଆମେ କିଛି ଶୁଣିବା। ବର୍ତ୍ତମାନ ଆସନ୍ତୁ ତାପମାତ୍ରା ଅର୍ଥାତ୍ ତାପମାତ୍ରା ପଦାର୍ଥର ଅବସ୍ଥା ପରିବର୍ତ୍ତନରେ କିଭଳି ଭାବରେ ସାହାଯ୍ୟ କରୁଛି ଆମେ ବର୍ତ୍ତମାନ ଦେଖିବା। ଆପଣମାନେ ବର୍ତ୍ତମାନ ଦେଖିପାରୁଥିବ ଏକ ଚିତ୍ରରେ କିଛି ପରୀକ୍ଷା ମାଧ୍ୟମରେ ଏହାକୁ ଆମେ ବୁଝିବା। ଏହି ପରୀକ୍ଷାଟି ଏହା ବରଫକୁ ପାଣିରେ କିଭଳି ଭାବରେ ପରିବର୍ତ୍ତନ କରିବା। ତେଣୁ ବର୍ତ୍ତମାନ ଚିତ୍ର ସହିତ ଆମେ ମନ ଦେଇକି ଶୁଣିବା। ପ୍ରଥମେ ଏହାକୁ ବୁଝିବା ପାଇଁ ଏକ ପରୀକ୍ଷା ମାଧ୍ୟମରେ ଏହାକୁ ଆମେ ବୁଝିବା। ଏକ ବିକରେ ପ୍ରାୟ 150 ଗ୍ରାମ ବରଫ ନିଅନ୍ତୁ ଏବଂ ଏକ ଥର୍ମୋମିଟରକୁ ଏହା ଭିତରେ ରଖ ଯେପରି ଏହାର ପାରଦ ଅଂଶ ବରଫ ମଧ୍ୟରେ ରହିବ। ପରେ ବିକରକୁ ଧୀରେ ଧୀରେ ଗରମ କରନ୍ତୁ। କିଛି ସମୟ ଗରମ କରିବା ପରେ ଦେଖିବା ସମସ୍ତ ବରଫ ପାଣିରେ ପରିଣତ ହେବ, ଅର୍ଥାତ୍ ତରଳ ଅବସ୍ଥାକୁ ଆସିବ। ସେତିକି ବେଳକୁ ଏକ ଥର୍ମୋମିଟର ସାହାଯ୍ୟରେ ତାର ତାପମାତ୍ରା ମାପିଲେ ତାର ତାପମାତ୍ରା 0 ଡିଗ୍ରୀ ସେଲସିୟସ୍ ଥାଏ। ଆପଣମାନେ ଦେଖିପାରୁଥିବେ ଏକ ବୁନସେନ୍ ବର୍ଣ୍ଣର ମାଧ୍ୟମରେ ଏ ବିକଟିକୁ କିଭଳି ଭାବରେ ଗରମ କରାଯାଉଛି। ବର୍ତ୍ତମାନ ଏହି ଗରମ ପ୍ରକ୍ରିୟାଟାକୁ ଆହୁରି ଅଧିକ ମାତ୍ରାରେ ଚଲେଇ ରଖିଲେ କ'ଣ ଦେଖିବା ନା କିଛି ସମୟ ପରେ ଦେଖିବା ଏବେ ପାଣିକୁ ଏକ କାଚ ରଡ୍ ସାହାଯ୍ୟରେ ଘାଣ୍ଟି ଦିଅନ୍ତୁ ଯେ ପର୍ଯ୍ୟନ୍ତ ପାଣି ଫୁଟିବା ଏବଂ ବାଷ୍ପୀଭୂତ ନ ହେବା ପର୍ଯ୍ୟନ୍ତ। ଅର୍ଥାତ୍ ଯେତେବେଳେ ଆମେ ବିକଟିକୁ ଅଧିକ ମାତ୍ରାରେ ଆମେ ଗରମ କରି ଚାଲିବା ସେତେବେଳେ ଅଟୋମେଟିକ୍ ପାଣି ଯେଉଁଟାକି ତରଳ ଅବସ୍ଥାରେ ସିଏ ବାଷ୍ପ ଅବସ୍ଥାକୁ ସେ ଚାଲି ଆସିବ। ସେତିକି ବେଳର ତାପମାତ୍ରା ବୃଦ୍ଧି ପାଇ 100 ଡିଗ୍ରୀ ସେଲସିୟସ୍ ହୋଇଥାଏ ଏବଂ କଠିନ ପଦାର୍ଥର ତାପମାତ୍ରା ବୃଦ୍ଧି କଲେ କଣିକା ଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି ପାଏ। ଫଳସ୍ୱରୂପ କଣିକା ଗୁଡ଼ିକୁ ଦ୍ରୁତ ଗତିରେ କମ୍ପନ କରନ୍ତି। ତାପ ଦ୍ୱାରା ଯୋଗାଇ ଦିଆଯାଇଥିବା ଶକ୍ତି କଣିକା ଗୁଡ଼ିକ ମଧ୍ୟରେ ଆକର୍ଷଣ ବଳକୁ ପରାସ୍ତ କରେ ଯାହା ସେମାନଙ୍କୁ ମୁକ୍ତ ଭାବରେ ଗତି କରିବାକୁ ସମ୍ଭବ ହୁଏ। ଅର୍ଥାତ୍ ଯେତେବେଳେ ଜଳଟି ଗରମ ହୋଇଯାଏ ବାଷ୍ପ ହେବାକୁ ଚାଲିଯାଏ ସେତିକି ବେଳକୁ
ଜଳରେ ଥିବା କଣିକା ଗୁଡ଼ିକ କଣ ଆକର୍ଷଣ ବଳକୁ ଟପି ଯାଇ ସେମାନେ ମୁକ୍ତ ଭାବରେ ଗତି କରିବାକୁ ଆରମ୍ଭ କରନ୍ତି ଏବଂ ସେତେବେଳକୁ ବାଷ୍ପ ହେଇ ଉପରକୁ ଚାଲିଯାଏ। ଏହିପରି କଠିନ ଅବସ୍ଥା ତରଳ ଅବସ୍ଥାରେ ପରିବର୍ତ୍ତିତ ହୁଏ। ଏହାକୁ କୁହାଯାଏ ତରଳନ। ଅର୍ଥାତ୍ କଠିନ ପଦାର୍ଥ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଲେ ଏହାକୁ କୁହାଯାଏ ତରଳନ। ବର୍ତ୍ତମାନ ଗୋଟେ ଡେଫିନେସନ ଆମେ ଶୁଣିବା। ଯେଉଁ ତାପମାତ୍ରାରେ ଏକ କଠିନ ବରଫ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳରେ ପରିଣତ ହୁଏ ତାହାକୁ ସେହି କଠିନ ପଦାର୍ଥର ଗଣନାଙ୍କ କୁହାଯାଏ। ଅର୍ଥାତ୍ ଏହି ପରୀକ୍ଷାରେ ଆମେ ଏକ ବରଫକୁ ତରଳ ଅବସ୍ଥାକୁ ଆଣିଲେ ଅର୍ଥାତ୍ ବରଫର ଗଣନାଙ୍କ ହେଉଛି 273.16 କେଲଭିନ୍। ଏହିଭଳି ଭାବରେ ତାପମାତ୍ରା ପଦାର୍ଥର ଅବସ୍ଥା ପରିବର୍ତ୍ତନରେ ସାହାଯ୍ୟ କରିଥାଏ। ବର୍ତ୍ତମାନ ଆସନ୍ତୁ ତାପମାତ୍ରାର ଏକକ ସମ୍ବନ୍ଧରେ ଆମେ ଜାଣିବା। ସାଧାରଣତଃ ତାପମାତ୍ରାର ଦୁଇଟି ଏକକ ରହିଛି, ଗୋଟିଏ ସେଲସିୟସ୍, ଅନ୍ୟଟି କେଲଭିନ୍। ଆମକୁ ମନେ ରଖିବାକୁ ପଡ଼ିବ 0 ଡିଗ୍ରୀ ସେଲସିୟସ୍ ସମାନ 273 କେଲଭିନ୍। ବର୍ତ୍ତମାନ ଆସନ୍ତୁ ଜାଣିବା କେଲଭିନ୍ ସ୍କେଲକୁ ସେଲସିୟସ୍ ସ୍କେଲରେ କିପରି ପରିବର୍ତ୍ତନ କରାଯାଉଛି। ନା ପ୍ରଦତ୍ତ ତାପମାତ୍ରାରେ 273 ସଂଖ୍ୟାକୁ ଆମେ ବିୟୋଗ କରିବା ଏବଂ ସେଲସିୟସରୁ କେଲଭିନ୍କୁ ପରିଣତ କରିବା ପାଇଁ ହେଲା ପ୍ରଦତ୍ତ ତାପମାତ୍ରାରେ 273 ସଂଖ୍ୟାକୁ ଆମେ ମିଶେଇବା ଅର୍ଥାତ୍ ଯୋଡ଼ିବା ବା ଯୋଗ କରିବା। ବର୍ତ୍ତମାନ ଉଦାହରଣ ମାଧ୍ୟମରେ ଆମେ ଦେଖିବା କେଲଭିନ୍ରୁ ସେଲସିୟସ୍ ସ୍କେଲକୁ କିପରି ପରିବର୍ତ୍ତନ କରାଯାଉଛି। ଅର୍ଥାତ୍ କେ ଟୁ ସି, କେ ମାନେ କେଲଭିନ୍, ସି ମାନେ ସେଲସିୟସ୍। ଏକ ଉଦାହରଣଟି ଏହା 157 କେଲଭିନ୍ ସମାନ 157 ମାଇନସ୍ 273 ସମାନ ମାଇନସ୍ 116 ଡିଗ୍ରୀ ସେଲସିୟସ୍। ଅନ୍ୟଟି 543 କେଲଭିନ୍ ସମାନ 543 ମାଇନସ୍ 273 ସମାନ 270 ଡିଗ୍ରୀ ସେଲସିୟସ୍। ଅନ୍ୟ ଏକ ଉଦାହରଣଟି 59 ଅର୍ଥାତ୍ 59 କେଲଭିନ୍ ସମାନ 59 ମାଇନସ୍ 273 ସମାନ ମାଇନସ୍ 214 ଡିଗ୍ରୀ ସେଲସିୟସ୍। ଏ ଥିଲା କେଲଭିନ୍ ସ୍କେଲରୁ ସେଲସିୟସକୁ ପରିବର୍ତ୍ତନ। ଆମେ ବର୍ତ୍ତମାନ ବିପରୀତ କ୍ରମେ ଦେଖିବା ସେଲସିୟସରୁ କେଲଭିନ୍ ସ୍କେଲକୁ କିପରି ପରିବର୍ତ୍ତନ କରାଯାଉଛି। ପ୍ରଥମ ଉଦାହରଣଟି ଆପଣମାନେ ଦେଖନ୍ତୁ 100 ଡିଗ୍ରୀ ସେଲସିୟସ୍ ସମାନ 100 ପ୍ଲସ୍ 273 ସମାନ 373 କେଲଭିନ୍। ଦ୍ୱିତୀୟ ଉଦାହରଣ -28 ଡିଗ୍ରୀ ସେଲସିୟସ୍ ସମାନ -28 ପ୍ଲସ୍ 273 ସମାନ 245 କେଲଭିନ୍। ତୃତୀୟ ଉଦାହରଣଟି 208 ଡିଗ୍ରୀ ସେଲସିୟସ୍ ସମାନ 208 ପ୍ଲସ୍ 273 ସମାନ 481 କେଲଭିନ୍। ଏ ଥିଲା କେଲଭିନ୍ ସ୍କେଲରୁ ସେଲସିୟସ୍ ସ୍କେଲକୁ ପରିବର୍ତ୍ତନ ଏବଂ ସେଲସିୟସ୍ ସ୍କେଲରୁ କେଲଭିନ୍ ସ୍କେଲକୁ ପରିବର୍ତ୍ତନ। ଏହାକୁ ଆପଣମାନେ ଠିକ୍ ଭାବରେ ମନେ ରଖିବା ଆବଶ୍ୟକ। ଏଥିପାଇଁ ମୂଳ ସଂଖ୍ୟାଟି ହେଲା 0 ଡିଗ୍ରୀ ସେଲସିୟସ୍ ସମାନ 273 କେଲଭିନ୍କୁ ଠିକ୍ ଭାବରେ ମନେ ରଖିବା ଆବଶ୍ୟକ। ବର୍ତ୍ତମାନ ଆସନ୍ତୁ ଗୁପ୍ତତାପ ଏବଂ ସ୍ଫୁଟନାଙ୍କ କ'ଣ? ଗୁପ୍ତତାପ କାହାକୁ କୁହାଯାଏ, ସ୍ଫୁଟନାଙ୍କ କାହାକୁ କୁହାଯାଏ? ଏଥିପାଇଁ ଏକ ଆମେ ଚିତ୍ରର ସାହାଯ୍ୟ ନେବା। ଚିତ୍ରରେ ଆପଣମାନେ ବେଶ ଭଲ ଭାବରେ ଦେଖିପାରୁଥିବେ ଏକ ବିକରେ କିଛି ବରଫକୁ ବୁନସେନ୍ ବର୍ଣ୍ଣର ସାହାଯ୍ୟରେ ଗରମ କରାଯାଉଛି ଏବଂ ସେଥିରେ ଏକ ଥର୍ମୋମିଟରକୁ ସଂଯୋଗ କରାଯାଇଛି। କଠିନ ପଦାର୍ଥ ଯଥା ବରଫ ଯେତେବେଳେ ତରଳିବା ସମୟରେ ତରଳିବା ବିନ୍ଦୁରେ ପହଞ୍ଚିବା ପରେ ଅର୍ଥାତ୍ ଯେତେବେଳେ କଠିନ ପଦାର୍ଥରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଛି ସେଥିରେ ତାପମାତ୍ରା ଜଗେଇବା ସତ୍ତ୍ୱେ ମଧ୍ୟ ଥର୍ମୋମିଟର ମାପାଙ୍କରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ। ଅର୍ଥାତ୍ ସମସ୍ତ କଠିନ ପଦାର୍ଥ ତରଳିବା ପର୍ଯ୍ୟନ୍ତ ଏହାର ତାପମାତ୍ରାରେ କିଛି ପରିବର୍ତ୍ତନ ହୁଏ ନାହିଁ। ଅର୍ଥାତ୍ ତାପମାତ୍ରାଟି ଲୁକାୟିତ ଅବସ୍ଥାରେ ଥାଏ। ଏହାକୁ କୁହାଯାଏ ଗୁପ୍ତ ତାପ। ଗୁପ୍ତର ଅର୍ଥ ହେଉଛି ଲୁକାୟିତ ଅବସ୍ଥାରେ ରହିଥାଏ। ତ ଆସନ୍ତୁ ଜାଣିବା ଗୁପ୍ତ ତାପର ଡେଫିନେସନ୍ କ'ଣ ହୋଇଥାଏ।
ନା ଏକ ବାୟୁମଣ୍ଡଳୀୟ ଚାପରେ 1 କିଲୋଗ୍ରାମ କଠିନକୁ ତାର ଗଣନାଙ୍କ ତାପମାତ୍ରାରେ ତରଳରେ ପରିଣତ କରିବାକୁ ଯେତିକି ପରିମାଣର ତାପ ଶକ୍ତି ଆବଶ୍ୟକ ହୁଏ ତାହାକୁ ସେହି ପଦାର୍ଥର ଗୁପ୍ତ ତାପ କୁହାଯାଏ। ବର୍ତ୍ତମାନ ଏହି ତାପମାତ୍ରାକୁ ଯଦି ଆମେ ଚାଲୁ ରଖିବା ତାହେଲେ ପୁଣି ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତନ ହୁଏ। ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲା ପରେ କଣିକାମାନଙ୍କର ଯଥେଷ୍ଟ ଶକ୍ତି ହାସଲ କରନ୍ତି ଏବଂ ତରଳରୁ ଗ୍ୟାସରେ ପରିବର୍ତ୍ତନ ହେବା ପାଇଁ ଆରମ୍ଭ ହୁଏ। ଅର୍ଥାତ୍ ତରଳରେ ଗ୍ୟାସୀୟ ପଦାର୍ଥକୁ ପରିବର୍ତ୍ତନ ହୁଏ। ଅର୍ଥାତ୍ ଫୁଟିଲା ପରେ ସେଟା ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତନ ହୁଏ। ତାକୁ ହିଁ କୁହାଯାଉଛି ସ୍ଫୁଟନାଙ୍କ। ଅର୍ଥାତ୍ ପାଣି ବା ଜଳର ସ୍ଫୁଟନାଙ୍କ ହେଉଛି 373 କେଲଭିନ୍ କିମ୍ବା ଆମେ ତାକୁ ଲେଖିପାରିବା 100 ଡିଗ୍ରୀ ସେଲସିୟସ୍। ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ଫୁଟନାଙ୍କ ତାହେଲେ କାହାକୁ କୁହାଯାଏ। ସ୍ଫୁଟନାଙ୍କ କହିଲେ କ'ଣ ବୁଝାଏ? ନା ଯେଉଁ ତାପମାତ୍ରାରେ ଏକ ତରଳ ବାୟୁମଣ୍ଡଳୀୟ ଚାପରେ ତରଳ ଫୁଟିବା ଆରମ୍ଭ କରେ ତାହାକୁ ସେହି ତରଳ ପଦାର୍ଥର ସ୍ଫୁଟନାଙ୍କ କୁହାଯାଏ। ବର୍ତ୍ତମାନ ଆପଣମାନେ ତଳେ ଏକ ଚିତ୍ରରେ ଦେଖିପାରୁଥିବେ ଯେ ସଲିଡ୍ ଷ୍ଟେଟ୍ କଠିନ ଅବସ୍ଥା, ଲିକ୍ୱିଡ୍ ଷ୍ଟେଟ୍ ତରଳ ଅବସ୍ଥା, ଗ୍ୟାସିୟସ୍ ଷ୍ଟେଟ୍ ଗ୍ୟାସୀୟ ଅବସ୍ଥା। ଉପରେ ଆପଣମାନେ ତୀର ଚିହ୍ନ ମାଧ୍ୟମରେ ଡାହାଣକୁ ଡାହାଣକୁ ଦିଆଯାଇଛି ଯେଉଁଟା କି କଠିନ ପଦାର୍ଥକୁ ତାପ ଦେଲେ ତରଳ ହୁଏ, ତରଳ ପଦାର୍ଥକୁ ତାପ ଦେଲେ ଗ୍ୟାସୀୟ ହୁଏ। ବର୍ତ୍ତମାନ ତାର ବିପରୀତ କ୍ରମେ ଯଦି ଆମେ ଦେଖିବା ଗ୍ୟାସୀୟ ଅବସ୍ଥାକୁ ଥଣ୍ଡା କଲେ ତରଳ ଅବସ୍ଥାକୁ ଆସେ ଏବଂ ତରଳ ପଦାର୍ଥକୁ ଥଣ୍ଡା କଲେ କଠିନ ଅବସ୍ଥା ଆସେ। ଏ ଥିଲା ଆଜିର ପାଠ। ଆପଣମାନେ ଗୁପ୍ତ ତାପ ଏବଂ ସ୍ଫୁଟନାଙ୍କ ସମ୍ବନ୍ଧରେ ଠିକ୍ ଭାବରେ ମନେ ରଖିବାକୁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ଆସନ୍ତୁ ମୁଁ କ'ଣ ଶିଖିଲି, ଅର୍ଥାତ୍ ଆଜିର ପାଠକୁ ପଢ଼ିଲା ପରେ ମୁଁ ବର୍ତ୍ତମାନ କ'ଣ ଶିଖିଛି କିଛି କ୍ୱେଶ୍ଚନ୍ ମାଧ୍ୟମରେ ନିଜର ଜ୍ଞାନଟାକୁ ଆମେ ପରୀକ୍ଷା କରିବା। ପ୍ରଥମ କ୍ୱେଶ୍ଚନ୍ଟି ଏହା, ଗୁପ୍ତ ତାପ କାହାକୁ କୁହାଯାଏ? ଦ୍ୱିତୀୟ କ୍ୱେଶ୍ଚନ୍, ସ୍ଫୁଟନାଙ୍କ କାହାକୁ କୁହାଯାଏ? ତୃତୀୟ କ୍ୱେଶ୍ଚନ୍, ବରଫର ଗଣନାଙ୍କ କେତେ? ଚତୁର୍ଥ କ୍ୱେଶ୍ଚନ୍, କେଲଭିନ୍ ସ୍କେଲକୁ ସେଲସିୟସ୍ରେ ପରିଣତ କର। ଏଠାରେ ଆପଣମାନଙ୍କୁ 3ଟି କ୍ୱେଶ୍ଚନ୍ ଦିଆଯାଇଛି। ଏହି 3ଟିକୁ ଆପଣମାନେ କେଲଭିନ୍ରୁ ସେଲସିୟସ୍କୁ ପରିବର୍ତ୍ତନ କରିବେ। ପଞ୍ଚମ କ୍ୱେଶ୍ଚନ୍, ସେଲସିୟସ୍ ସ୍କେଲକୁ କେଲଭିନ୍ରେ ପରିଣତ କର ଏବଂ ଏଥିପାଇଁ ମଧ୍ୟ ଆପଣମାନଙ୍କୁ 3ଟି ପ୍ରଶ୍ନ ଦିଆଯାଇଛି। ଏହି 3ଟି ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଆପଣମାନେ ଦିଅନ୍ତୁ। ଆଜିର କ୍ଲାସଟିକୁ ଆପଣମାନଙ୍କୁ ଯଦି ଭଲ ଲାଗୁଥିବ ତାହେଲେ ଏହି ଭିଡ଼ିଓଟିକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ। ଯଦି କହିବାର କିଛି ଥାଏ ତାହେଲେ ଆପଣମାନେ କମେଣ୍ଟ ସେକ୍ସନରେ ଲେଖି ଜଣାନ୍ତୁ। ସମସ୍ତଙ୍କୁ ଅଶେଷ ଧନ୍ୟବାଦ।